ତାଙ୍କର ବହୁତ ସୁନ୍ଦର ସୁନ୍ଦର ଗୀତ ଆମେ ଶୁଣିଛୁ। ଦେଖନ୍ତୁ ଜୀବନଟା ଛୋଟ ହେଉ ପଛେ କିନ୍ତୁ ମୂଲ୍ୟବାନ, ଆଉ ସେ ସମାଜକୁ ମଧ୍ୟ ସେମିତି କିଛି ଦେଇଛନ୍ତି। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ରହିବ ସେ ଜଲ୍ଦି ସୁସ୍ଥ ହେଇକି ଆସନ୍ତୁ। ଭଗବାନଙ୍କ ଯଦି ଭଗବାନଙ୍କ ପାଖରେ ସେତିକି ଶକ୍ତି ଅଛି, ମିରାକିଲ ଅଛି, ଏବଂ ଆମ ପ୍ରାର୍ଥନାରେ ମଧ୍ୟ ସେତିକି ଶକ୍ତି ରହିବା ଦରକାର ଯେ ସେ ପୁଣି ସେ କୋମରୁ ଫେରି ଆସନ୍ତୁ। ସେତିକି ଆମେ ପ୍ରାର୍ଥନା କରିବା, କାରଣ ତାଙ୍କର ଯେଉଁ ଅବଦାନ ଆମ ମାନେ ବିଶେଷ କରି ଆମର ଓଡ଼ିଶା ପାଇଁ ଯେତିକି ସେ କଳାକାର ଗଢ଼ିଛନ୍ତି ଏବଂ ଯେଉଁ ସଙ୍ଗୀତ ସେ ଦେଇଛନ୍ତି, ତାହେଲେ ମାନେ ସେଇଟା ଅପୂରଣୀୟ କ୍ଷତି ହେବ। ତେଣୁ ଆମେ ସମସ୍ତେ ବର୍ତ୍ତମାନ ପ୍ରାର୍ଥନା କରିବା ଯେ କେମିତି ଭାବରେ ଅଭିଜିତ ଦା ଭଲ ହେଇଯାଆନ୍ତୁ, ଆଉ ଆମକୁ ମଧ୍ୟ ସେ ଯେଉଁ ସୁନ୍ଦର ସୁନ୍ଦର ଗୀତ ଆଉଥରେ ସେ ପରିବେଷଣ କରନ୍ତୁ, ଆଉଥରେ ଆମକୁ ସେ ଦିଅନ୍ତୁ ଏବଂ ଆହୁରି ସୁନ୍ଦର କଳାକାର ମାନଙ୍କୁ ସେ ତିଆରି କରନ୍ତୁ। ଯେଉଁ ମଦ ପିଉଛନ୍ତି ତାର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ଏବଂ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକ ନାରୀ ମାନେ ଅଧିକ ମଦ ପିଉଛନ୍ତି। ଆପଣ ଦେଖୁଥିବେ ବି କିଛି ଦିନ ପୂର୍ବରୁ କେମିତି ରାସ୍ତାରେ ପଡ଼ିକି ସେମାନେ ନିଜକୁ ହିତାହିତ ଜ୍ଞାନ ବୁଲି ଯାଉଥିଲେ। ଦେଖନ୍ତୁ ସବୁ ଜିନିଷର ଗୋଟେ ଲିମିଟ ଅଛି। ନିହାତି ଗୋଟେ ଦୁଃଖଦ ଘଟଣା। ସେ ଜଣେ ବହୁତ ଭଲ ଏବଂ ପ୍ରସିଦ୍ଧ ସଙ୍ଗୀତଜ୍ଞ। ତାଙ୍କର ବହୁତ ସୁନ୍ଦର ସୁନ୍ଦର ଗୀତ ଆମେ ଶୁଣିଛୁ। ଦେଖନ୍ତୁ ଜୀବନଟା ଛୋଟ ହେଉ ପଛେ କିନ୍ତୁ ମୂଲ୍ୟବାନ, ଆଉ ସେ ସମାଜକୁ ମଧ୍ୟ ସେମିତି କିଛି ଦେଇଛନ୍ତି। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ରହିବ ସେ ଜଲ୍ଦି ସୁସ୍ଥ ହେଇକି ଆସନ୍ତୁ। କିନ୍ତୁ ଜଣେ କଳାକାର ର ଅବଦାନ ଯେ ସମାଜ ପାଇଁ କ'ଣ ସେଟା ଆମେ ସମସ୍ତେ ଅନୁଭବ କରିବା ଉଚିତ। ବର୍ତ୍ତମାନ ମୁକ୍ତ ହସ୍ତରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ଉଚିତ। ସେ ଏମ୍ସକୁ ଯାଇଛନ୍ତି ଏବଂ ମୁଁ ଯାହା ଶୁଣୁଥିଲି ତାଙ୍କର ବ୍ରେନ୍ର ସୋଡ଼ିୟମ ଲେଭେଲ କମୁଛି। ହୁଏତ କୋମାକୁ ପଳେଇଛନ୍ତି। ଆଚ୍ଛା, ତ ଯାହା ହଉ ଭଗବାନଙ୍କ ଯଦି ଭଗବାନଙ୍କ ପାଖରେ ସେତିକି ଶକ୍ତି ଅଛି, ମିରାକିଲ ଅଛି, ଏବଂ ଆମ ପ୍ରାର୍ଥନାରେ ମଧ୍ୟ ସେତିକି ଶକ୍ତି ରହିବା ଦରକାର ଯେ ସେ ପୁଣି ସେ କୋମରୁ ଫେରି ଆସନ୍ତୁ। ସେତିକି ଆମେ ପ୍ରାର୍ଥନା କରିବା, କାରଣ ତାଙ୍କର ଯେଉଁ ଅବଦାନ ଆମ ମାନେ ବିଶେଷ କରି ଆମର ଓଡ଼ିଶା ପାଇଁ ଯେତିକି ସେ କଳାକାର ଗଢ଼ିଛନ୍ତି ଏବଂ ଯେଉଁ ସଙ୍ଗୀତ ସେ ଦେଇଛନ୍ତି, ତାହେଲେ ମାନେ ସେଇଟା ଅପୂରଣୀୟ କ୍ଷତି ହେବ। ସେ ଜଲ୍ଦି ସୁସ୍ଥ ହେବା ଉଚିତ। ଦେଖନ୍ତୁ ଲିଭର ସିରୋସିସ୍ ରୋଗରେ ଯେଉଁମାନେ ପୀଡ଼ିତ ହେଉଛନ୍ତି କଳାକାର, ଆଜି ମୁଁ ଗୋଟେ ଫେସବୁକ୍ରେ ପୋଷ୍ଟିଂ ଦେଖୁଥିଲି ଯେ କଳାକାରମାନେ ଏବଂ ଏଇ ଯେଉଁ ସଙ୍ଗୀତଜ୍ଞ ଏମାନେ କାହିଁକି ଲିଭର ସିରୋସିସ୍ରେ ପୀଡ଼ିତ ହେଉଛନ୍ତି। ଆମେ ସେମିତି କାହାକୁ ଆକ୍ଷେପ କରିବା ଉଚିତ ନୁହେଁ। ଆମେ ସମସ୍ତେ ଜାଣିଛୁ ଯଦି ଆମେ ନିଶା ଦ୍ରବ୍ୟ ସେବନ କରୁଛୁ ତାହେଲେ ଲିଭର ସିରୋସିସ୍ରେ ହୁଏତ ଅନ୍ୟ କୌଣସି କାରଣ ପାଇଁ ମଧ୍ୟ କାହାର କେତେବେଳେ ଦେହ ଖରାପ ହେବ ଆମେ କହିପାରିବାନି। ଯେମିତି କ୍ୟାନ୍ସରଟା ଆମେ ମାନେ ଗୋଟେ ସୁସ୍ଥ ମଣିଷ ଦେହରେ ମଧ୍ୟ କ୍ୟାନ୍ସର ସେଲ୍ ଅଛି, କିନ୍ତୁ କେତେବେଳେ ତାର ଇମ୍ୟୁନିଟି ସିଷ୍ଟମ କମୁଛି ସେତେବେଳେ ସେ ରୋଗଟା ଅଧିକରୁ ଅଧିକ ହେଉଛି। ତେଣୁ ଆମେ ସମସ୍ତେ ବର୍ତ୍ତମାନ ପ୍ରାର୍ଥନା କରିବା ଯେ କେମିତି ଭାବରେ ଅଭିଜିତ ଦା ଭଲ ହେଇଯାଆନ୍ତୁ, ଆଉ ଆମକୁ ମଧ୍ୟ ସେ ଯେଉଁ ସୁନ୍ଦର ସୁନ୍ଦର ଗୀତ ଆଉଥରେ ସେ ପରିବେଷଣ କରନ୍ତୁ, ଆଉଥରେ ଆମକୁ ସେ ଦିଅନ୍ତୁ ଏବଂ ଆହୁରି ସୁନ୍ଦର କଳାକାର ମାନଙ୍କୁ ସେ ତିଆରି କରନ୍ତୁ। ତେଣୁ ଜଗନ୍ନାଥ ପାଇଁ ପ୍ରାର୍ଥନା ରହିବ ଏବଂ ତାଙ୍କ ପରିବାର ପାଇଁ ମଧ୍ୟ ମୋର ସମବେଦନା ରହିବ ଯେ କେମିତି ଜଲ୍ଦି ସୁସ୍ଥ ହେଇକି ଫେରି ଆସନ୍ତୁ। ଦିନକୁ ଦିନ କଳାକାର ମାନେ ଏଇ ମଦ ଇଏରେ ଆପଣକି ନିଜ ଖରାପ କରିବାରେ ରହୁଛନ୍ତି, ଯାହାଦ୍ୱାରା କି ଗୋଟେ ଗୋଟେ ରୋଗ ମାଡ଼ି ବସୁଛି ଏବଂ ଆମର ଗୋଟେ ଗୋଟେ ବଡ଼ ବଡ଼ କଳାକାର ମଧ୍ୟ ଆମଠୁ ଛାଡ଼ି ଚାଲି ଯାଇଛନ୍ତି। ନାଇଁ ଦେଖନ୍ତୁ କଳାକାର ମାନେ ନୁହନ୍ତି। ବର୍ତ୍ତମାନ ଆପଣ ଯଦି ଗୋଟେ ସର୍ଭେ ନେବେ ତାହେଲେ ଓଡ଼ିଶାରେ ବିଶେଷ କରି ମାନେ ନିଶା ଦ୍ରବ୍ୟ ମାନେ ମଦର ଯେଉଁ ମାନେ ଯେଉଁ ମଦ ପିଉଛନ୍ତି ତାର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ଏବଂ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକ ନାରୀ ମାନେ ଅଧିକ ମଦ ପିଉଛନ୍ତି। ଆପଣ ଦେଖୁଥିବେ ବି କିଛି ଦିନ ପୂର୍ବରୁ କେମିତି ରାସ୍ତାରେ ପଡ଼ିକି ସେମାନେ ନିଜକୁ ହିତାହିତ ଜ୍ଞାନ ବୁଲି ଯାଉଥିଲେ। ଦେଖନ୍ତୁ ସବୁ ଜିନିଷର ଗୋଟେ ଲିମିଟ ଅଛି। ଆମେ ସବୁ ଜିନିଷ କରିବା। ଏଇଟା ଦେଖନ୍ତୁ ଆମର ଆର୍ଟିକଲ 21 ଅନୁସାରେ ଆମକୁ ସେ ଅଧିକାର ଅଛି, ଆମେ ଆମ ନିଜ ହିସାବରେ ବଞ୍ଚିପାରିବା, କିନ୍ତୁ ତା ମାନେ ନୁହେଁ ଯେ ଆମେ ଲିମିଟ କ୍ରସ୍ କରିବା। ମଦ ଯେଉଁମାନେ ବି ପିଉଛନ୍ତି ମଦକୁ ସେମାନେ ପିଅନ୍ତୁ, ମଦ ସେମାନଙ୍କୁ ନ ପିଉ। କାରଣ ଦେଖନ୍ତୁ ଆମେ ସମସ୍ତେ ଜାଣିଛୁ ତାର ହେଲ୍ଥ ହାଜାର୍ଡ ଅଛି। ମଦ ପିଇଲା ମାନେ ଲିଭର ପ୍ରୋବ୍ଲେମ ହେବ, ଆମେ ସମସ୍ତେ ଜାଣିଛୁ। କିନ୍ତୁ ଆଜି ଯଦି ସବୁଠୁ ବହୁତ ବଡ଼ ଏଇଟା ମାନେ ବର୍ତ୍ତମାନ ଚିନ୍ତାର ବିଷୟ, ଆମ ଯୁବଗୋଷ୍ଠୀ ଏଥିପାଇଁ କବଳିତ। କେବଳ କଳାକାର ନୁହନ୍ତି, ଆପଣ ଦେଖିବେ ଛୋଟ ଛୋଟ ପିଲାମାନେ, ଆପଣ 8-9 କ୍ଲାସର ପିଲାମାନଙ୍କୁ ଦେଖିବେ ସ୍କୁଲରେ। ଏବେ ଜଷ୍ଟ 2 ଦିନ ତଳେ ପ୍ରହାର ବୋଲି ଗୋଟେ ଆମର ଚାଲିଛି, ଯେଉଁଥିରେ କି
बेसी स्कूल कॉलेज पाखे थिबा दुकान मानकर आपण गुटका मिलुची सिगरेट मिलुची निशा द्रव्य मिलुची तो ताकू आमे जदि गवर्नमेंट एक्साइज माने डिपार्टमेंट जदि से रोक न नकेब ताहले एटा गोटे बहुत बड़ प्रॉब्लम हम कहीं ना देखु आमे हुए तो रेवेन्यू अधिका पाउ थाई पारे किंतु गोटे युवगोष्ठी गोटे मद एवं निशारे निजको नष्ट करिवो गोटे समाज नुहे आम राज्य प्रति मध्य एटा गोटे बड़ विपद आनिबो।